ହ୍ୟୁମାନ ସାଗର ଯିବାଟା ଯେତିକି ଦୁଃଖଦାୟକ, ପରବର୍ତ୍ତୀ ସମୟରେ ଯେପରି ଭାବରେ ତା ନାଁକୁ ନେଇକି ବହୁତ ଗୁଡେ ଖରାପ କଥା ଡିସ୍କସନ ହବା, ଜଣେ ବ୍ୟକ୍ତି ଚାଲିଯିବା ପରେ, ତେଣୁ ସିଏ ମଧ୍ୟ ବହୁତ କଷ୍ଟଦାୟକ। କାରଣ ହ୍ୟୁମାନ ସାଗର ତାର ଯୋଉ 10-12 ବର୍ଷ ଭିତରେ ଯୋଉ ଇମେଜ କ୍ରିଏଟ କରିଥିଲେ, ଖାଲି ଓଡ଼ିଶାରେ ନୁହେଁ ଭାରତ ବର୍ଷରେ ଏବଂ ପୃଥିବୀ ସାରା ଯୋଉଠି ଓଡ଼ିଆ ମାନେ ଅଛନ୍ତି ତାଙ୍କର ସମସ୍ତେ ହଉଛି ବହୁତ ବଡ଼ ବଡ଼ ଫ୍ୟାନ୍। ତେଣୁ ସମସ୍ତଙ୍କ ହୃଦୟକୁ କଷ୍ଟ ଲାଗିଛି, ସେଇଥିପାଇଁ ସମସ୍ତେ ପାଖାପାଖି ଏଫଆଇଆର ଦେବା ଆରମ୍ଭ କଲେଣି। ତେଣୁ ମୁଁ ତ ନିଶ୍ଚିତ ଭାବରେ ଅନୁରୋଧ କରିବି। ହଁ, ମା ବି ଅଭିଯୋଗ ଆଣୁଛନ୍ତି ଯେ ଡେଫିନେଟଲି ତାଙ୍କର ଗୋଟେ ପୁଅ ଆଗରୁ ମଧ୍ୟ ଚାଲି ଯାଇଥିଲେ। ତେଣୁ ଇଏ ଗୋଟେ ମାର ତ ମାନେ ମୁଁ ତ ସେ ବିଷୟକୁ ଯିବା ପାଇଁ ଚାହୁଁନି। ତାଙ୍କୁ ଦେଖିଲା ବେଳକୁ ଯେତେବେଳେ ଭିଡିଓରେ ବା ମିଡିଆରେ ଦେଖୁଛି ମତେ ତ ବହୁତ କଷ୍ଟ ଲାଗୁଛି, କାରଣ ଛାତିପଟା କଥା ନିଶ୍ଚିନ୍ତ ଭାବରେ। ତେଣୁ ମୁଁ ତ ଅନୁରୋଧ କରିବି ଆର ଗୋଟେ ନିରପେକ୍ଷ ତଦନ୍ତ ହଉ, ଯୋଉମାନେ ଯଦି ଦୋଷୀ ଯୋଉମାନେ ଅଛନ୍ତି ସେମାନେ ଦଣ୍ଡ ପାଆନ୍ତୁ ଏବଂ ଗୋଟେ କମିଟି ମଧ୍ୟ ତିଆରି କରାଯାଉ ଏ ଦିଗରେ କାର୍ଯ୍ୟ କରିବେ ଏବଂ ଯାହା କଥା ଅଛି ନିଶ୍ଚିତ ଭାବରେ ବାହାରକୁ ଆସିବା ଦରକାର, ଲୋକଙ୍କ ପାଖକୁ ପହଞ୍ଚିବା ଦରକାର। ଲ ଆଗରେ କେହି ବଡ ଆଉ କେହି ସାନ ନୁହନ୍ତି। ଲ କେବେ ହଉଛି ଭୁଲ ବାଟକୁ ଯାଏନି। ତେଣୁ ଆମେ ପ୍ରେସର ପକେଇକି ଯିଏ ଭୁଲ ନ କରିଥିବ ତାକୁ ଦଣ୍ଡ ଦବା, ଯିଏ ଦୋଷୀ ତାକୁ ଛାଡିଦବା, ଏଇଟା ତ ହବନି। ତେଣୁ ଆମ ଲରେ ତ ଅଛି ଗୋଟେ ଭଲ ଲୋକ ସିଏ ଦଣ୍ଡ ନ ପାଉ, 100ଟା ପଛେ ଦୋଷୀ ଛାଡି ଯାଆନ୍ତୁ। ତେଣୁ ନିହାତି ଭାବରେ ମୁଁ କହିବି ଗୋଟେ ନିରପେକ୍ଷ ତଦନ୍ତ ହବା ଦରକାର। ଆପଣ ଭାବୁଛନ୍ତି କଣ ତଦନ୍ତ ହଉନି? ପୋଲିସ ତାର ହିସାବରେ ସେମାନେ ଯେବେଠୁ ହ୍ୟୁମାନ ସାଗର ମେଡିକାଲରେ ଆଡମିଟ ହେଲେଣି, ସେବେଠାରୁ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେ କଥା ଉପରେ ପୁରା ହଉଛି ଗୁରୁତ୍ୱ ଦେଇଥିଲେ ଏବଂ ଯୋଉଦିନ ତାଙ୍କର ଦେହାନ୍ତ ହେଲା ମଧ୍ୟ ସେ ଖବର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଯୋଉ ଅଫିସ ସେଠି ମଧ୍ୟ ଅଛି ଏବଂ ସମସ୍ତଙ୍କ ପାଖରେ, ଖାଲି ମୁଖ୍ୟମନ୍ତ୍ରୀଙ୍କ ଅଫିସ ନୁହେଁ ସବୁ ଜାଗାରେ ଏ ମାହୋଲରେ ହଉଛି ସିଏ ଅଛି। ତେଣୁ ୟାର ତଦନ୍ତ ନିହାତି ଭାବରେ ଗୋଟେ ମତେ ଯାହା ଲାଗୁଛି ହଉଛି, ତାହା ଲୋକଙ୍କ ସାମ୍ନାକୁ ସେମାନେ ସେଇ ସମୟରେ ଆଣିବେ ଯେତେବେଳେ ରିକ୍ୱାରମେଣ୍ଟ ହବ। ଯେକୌଣସି ଜାଗାରେ ଗୋଟେ ବଡ ଘଟଣାଟେ ଘଟେ ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ଦେହାନ୍ତ ହୁଏ ଏବଂ ଅକାଳ ବିୟୋଗ, ଏଇଟା ତ ମୁଁ କହିବି ଅକାଳ ବିୟୋଗ। ତେଣୁ ଏ କ୍ଷେତ୍ରରେ ଦେଖାଯିବ ତାଙ୍କର ଏଇଟା ମତେ ତ ଲାଗେ ହଉଛି ମାନେ ସୁଇସାଇଡିଆଲ ପ୍ୟାଟର୍ନ, ଯେ ତାକୁ ମୋଟିଭେଟ ଯାହା ଆପଣଙ୍କ ମାଧ୍ୟମରେ ଯାହା ଦେଖାଯାଉଛି ମୋଟିଭେଟେଡ କରାଯିବା ଯୋଗୁରୁ ତାଙ୍କୁ ତାଙ୍କ ନାଁରେ ସବୁ କେସ୍ କରାଯାଉଛି ବା ଏଫଆଇଆର ଲଜ୍ ହଉଛି। ତେଣୁ ଯେ ତାଙ୍କର ବନ୍ଧୁମାନେ ତାଙ୍କୁ ମୋଟିଭେଟ କରେଇଛନ୍ତି କି ନାହିଁ ସେଇଟା ହଉଛି ମୁଖ୍ୟ ପଏଣ୍ଟ ହଉଛି ଆସିବ। ତେଣୁ ନିହାତି ଭାବରେ ଆପଣ ମାନେ ଯାହା କହୁଛନ୍ତି ଜଣେ ବିଚାରପତି ଏଥିରେ ରହିଲେ ବହୁତ ଭଲ ହବ। ଆମର ପୋଲିସ ଅଧିକାରୀ ମାନେ, ପୂର୍ବତନ ଅଧିକାରୀ ମାନେ ରହିଲେ ମଧ୍ୟ ବହୁତ ଭଲ ହବ ଏବଂ ନିରପେକ୍ଷ ତଦନ୍ତ ଆମେ ମାନେ ମଧ୍ୟ ଆପଣଙ୍କ ମାଧ୍ୟମରେ ଡିମାଣ୍ଡ କରୁଛୁ।